ଜାନୁଆରୀ 22 ତାରିଖରେ ସାରା ଦେଶ ଉତ୍ସବ ମୁଖର ହେବାକୁ ଯାଉଛି। ଦୀର୍ଘ ବର୍ଷର ଅନ୍ତରାଳରେ ପ୍ରଭୁ ଶ୍ରୀରାମଙ୍କ ନିଜ ଜନ୍ମ ମାଟିକୁ ଫେରୁଛନ୍ତି। ସେଥିଲାଗି ଦେଶର ବିଭିନ୍ନ ଲୋକଙ୍କ ଘରେ ଏଭଳି ଉତ୍ସବ ମୁଖର ବି ଯେମିତି ଆଉ ଥରେ ଦୀପାବଳି ଆସୁଛି। ଯେମିତିକି ଦୀପାବଳିରେ କିଛି ଦିନ ପୂର୍ବରୁ ବିଭିନ୍ନ କରମର ଦୀପ ମୁରୁଜ ପ୍ରଭୃତି ବିକ୍ରି ହୁଏ, ସେମିତି ପ୍ରଭୁ ଶ୍ରୀରାମ ଆସିବା ଆଗରୁ ସହର ଓ ବଜାର ସେହିପରି ଲାଗୁଛି। ଏହି ପ୍ରସ୍ତୁତି ପର୍ବରେ ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ନିମନ୍ତେ ଏକ ପଞ୍ଚବଟୀ ବଗିଚା ଭେଟି ଦେଇଥିଲେ। ଏହି ବଗିଚାରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳରେ ପରିପୂର୍ଣ୍ଣ ଅଟେ। ପ୍ରଭୁ ଶ୍ରୀରାମଙ୍କ ପ୍ରିୟ ଭକ୍ତ ହନୁମାନଙ୍କ ପାଇଁ ଏହି ବଗିଚା ଉଦ୍ଦିଷ୍ଟ, କାରଣ ହନୁମାନଙ୍କ ପ୍ରିୟ ଖାଦ୍ୟ ଫଳ ଅଟେ। କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କଂସାର ପଞ୍ଚାୟତ ପରିସରରେ ଥିବା ରାମ ମନ୍ଦିର ନିକଟରେ ଶ୍ରୀ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମର୍ପଣ କରାଯାଇଥିଲା, ଯାହାର ନାମ ଦେଇଥିଲେ କୁ ପଞ୍ଚବଟୀ ବଗିଚା। ଏହି ବଗିଚାଟି ପ୍ରଭୁ ରାମଲାଲଙ୍କ ପାଇଁ ପ୍ରକୃତିର ଉପହାର ବୋଲି ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ମତ ଦେଇଛନ୍ତି। ଏହି ଦେବତୁଲ୍ୟ କାର୍ଯ୍ୟରେ ସଭାପତିଙ୍କ ସମେତ ରଶ୍ମି ରଞ୍ଜନ ବାରିକ, କେଦାର ସ୍ୱାଇଁ, ସୂର୍ଯ୍ୟକାନ୍ତ ପରିଡ଼ା, କାଳନ୍ଦୀ ମଲ୍ଲିକ, ତପନ କୁମାର ନାଥ, ସଂଗ୍ରାମ କୁମାର ଦାସ, ଜୟଦେବ ରାଉତ, ବିକାଶ କୁମାର ବିଶ୍ୱାଳ, ପ୍ରଭୁପାଦ ନାୟକ ପ୍ରମୁଖ ସହଯୋଗ କରିଥିଲେ। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ମନ୍ମଥ ରାଉତଙ୍କ ରିପୋର୍ଟ, ଆମ ଟିଭି। ଆପଣ ଦେଖୁଛନ୍ତି ଆମ ଟିଭି।